ଯେଉଁମାନଙ୍କର ରାସନ କାର୍ଡ଼ ଅଛି ଏବଂ ଇ-KYC କରିବା କମ୍ପଲସରି ଏକଥା ସରକାର ଘୋଷଣା କରିଛନ୍ତି। ଯଦି ଆପଣ ଇ-KYC ନ କରିବେ ଆପଣଙ୍କର ନାମ କଟିଯିବ। ତେବେ କିପରି ଇ-KYC କରିବେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଯେତେବେଳେ ଆପଣ ରାସନ କାର୍ଡ଼ ଆଣୁଛନ୍ତି ଆପଣ ଆଖି ସ୍କାନ୍ କରି ଆଣୁଛନ୍ତି। ବହୁତ ସାରା ଲୋକ ରାସନ କାର୍ଡ଼ ପାଇଁ ନୂଆ ଆପ୍ଲାଇନ୍ କରିଛନ୍ତି। ରାସନ କାର୍ଡ଼ ଆଣିବାକୁ ଗଲେ ଜଣେ ନେଇ ଆସୁଛନ୍ତି, ସରକାରଙ୍କୁ ଜଣାପଡ଼ୁନି କିଏ ରହୁଛନ୍ତି କିଏ ନାହିଁ। ଇ-KYC କଲେ ଜଣାପଡ଼ିବ ସବୁ ରାସନ କାର୍ଡ଼ ପାଇପାରିବେ ସେମାନେ ଯୋଗ୍ୟ କି ନୁହେଁ। ଏହିସବୁ ଜାଣିବା ପାଇଁ ଇ-KYC ନିହାତି ଆବଶ୍ୟକ। ଏହି ଇ-KYC କେମିତି କରିବେ? ଆଧାର କାର୍ଡ଼ ଯେଉଁଠି ଲିଙ୍କ ହେବ ଆମେ କରିବା ଇ-KYC। ସମସ୍ତ ଘର ପାଖରେ ବସିକି OTP ମଧ୍ୟରେ କରିପାରିବେ ନାହିଁ। ଏହି କାମ ଡିଲରମାନେ ହିଁ କରିପାରିବେ। ଯେଉଁମାନଙ୍କର ନାମରେ କାର୍ଡ଼ ଥିବ ସେଇମାନେ ଯାଇକି ବାୟୋମେଟ୍ରିକ୍ ସାହାଯ୍ୟରେ କରିପାରିବେ। ଇ-KYC ଦେଲା ପରେ ଜଣାପଡ଼ିବ କାର୍ଡ଼ଟି ଆପଣଙ୍କର ଠିକ୍ ଅଛି ବୋଲି। ଯେଉଁମାନଙ୍କ ଇ-KYC ଆଉ ହେଉନାହିଁ ସେମାନଙ୍କ ନାଁ କାଟି ଦିଆଯିବ। ଆମେ କରିପାରିବାନି, ଏ କାମ ଡିଲରମାନେ କରିପାରିବେ। ଆମକୁ ଇ-KYC କରିବା ନିହାତି ଆବଶ୍ୟକ। ତେବେ ଭାରତ ସରକାରଙ୍କ ମାଗଣା ରାସନ କାର୍ଡ଼ ଯୋଜନା ଅନୁଯାୟୀ ଦେଶରେ 90 କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷ ଗୁଡ଼ିକରେ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ୍ ଏବଂ ମସଲା। ଜନତାଙ୍କ ସ୍ୱାସ୍ଥ୍ୟ ଉନ୍ନତି ଆଣିବା ଏବଂ ସେମାନଙ୍କର ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସରକାରଙ୍କ ଏକ ଲକ୍ଷ୍ୟ।